ଏହା ହେଉଛି ମଧୁପୁର ଗାଁର ଘଟଣା। ମଧୁପୁର ଗାଁରେ ଗୋଟିଏ ଛୋଟ ବଙ୍ଗଳା ଥିଲା। ବହୁତ ଦିନରୁ ସେଇ ବଙ୍ଗଳାକୁ କେହି ଯାଉନଥିଲେ, କାରଣ ସେଠାରେ ଗୋଟିଏ ଭୂତ ରହୁଥିଲା। ସମସ୍ତଙ୍କ ମନରେ ଭୟ ଥାଏ। ସେଇ ଭୂତ ଯେତେବେଳେ ବଞ୍ଚିଥିଲା ସେ ଗୋଟିଏ ଡକ୍ଟର ଥିଲା। ଡାକ୍ତର ସମୟରେ ସେ ଲୋକମାନଙ୍କୁ ଇଞ୍ଜେକ୍ସନ ଦେଉଥାଏ, ସେଥିପାଇଁ ତାର ଇଞ୍ଜେକ୍ସନ ଦେବା ଗୋଟିଏ ସଉକ ଥିଲା। ସେ ସବୁବେଳେ ଲୋକମାନଙ୍କୁ ବାହାନା ଦେଖାଇ ବଙ୍ଗଳା ଭିତରକୁ ନେଇ ଆସି ଇଞ୍ଜେକ୍ସନ ଦେଉଥାଏ, ଆଉ ଲୋକମାନଙ୍କୁ ବିଷ ଇଞ୍ଜେକ୍ସନ ଦେଇ ମାରି ଦେଉଥାଏ। ଦିନେ ସେ ଏକ ସୁନ୍ଦର ଝିଅର ରୂପ ଧାରଣ କରି ରାସ୍ତାରେ ଛିଡ଼ା ହୋଇଥିଲା। ସେ ତାର ଶିକାର ଖୋଜୁଥିଲା। ଦିନେ ସୋନରାମ ତା ଘରୁ ମାର୍କେଟିଂ କରିବା ପାଇଁ ଯାଉଥାଏ। ସୋନରାମ ଏମିତି ରାସ୍ତାରେ ଯାଉଥାଏ, ସେ ଦେଖିଲା ଗୋଟିଏ ଝିଅ ରାସ୍ତାରେ ଛିଡ଼ା ହୋଇଛି। ଆଉ ସୋନରାମକୁ ଦେଖି ଭୂତ କହିଲା, ଆଜି ମୁଁ ତାକୁ ମୋ ଘରକୁ ନେଇଯିବି, ଆଉ ତାକୁ ଇଞ୍ଜେକ୍ସନ ଦେଇ ମାରିଦେବି। ବହୁତ ମଜା ଆସିବ। ବହୁତ ଦିନ ହେଲା ମୁଁ ଶିକାର କରିନାହିଁ। ଏତିକି ଭାବିଲା। ଆଉ ସୋନରାମ ପାଖକୁ ଗଲା ଆଉ କହିଲା, ମୋର ଘର ଏଇ ପାଖରେ, ବହୁତ ବଡ଼ ଘର। ଶୋଇବାକୁ ମୋତେ ଡର ଲାଗୁଛି। କ'ଣ ଆପଣ ମୋ କଥାରେ ରାଜି ହେବେ? କ'ଣ ଆପଣ ମୋ ସହିତ ମୋ ଘରକୁ ଯିବେ? ଆଜି ରାତିରେ ଆପଣ ମୋ ଘରେ ରହିଯିବେ। ତାପରେ ସୋନରାମ ଭାବିଲା ଏବଂ ସେ ଶୁଣିଥିଲା ମଧ୍ୟ ଗୋଟିଏ ଭୂତୁଣୀ ସ୍କୁଲ ଝିଅର ରୂପ ଧାରଣ କରି ସବୁ ଲୋକମାନଙ୍କୁ ରାତିରେ ଡାକି ମାରି ଦେଉଛି। ତେଣୁ ସୋନରାମ ଭାବିଲା, ହୁଏତ ଏଇ ଝିଅ ଭୂତୁଣୀର ରୂପ ନେଇଛି। ତେଣୁ ମୁଁ ଯାଉଛି ଗାଁ ମୁଣ୍ଡରେ ଥିବା ବାବାଙ୍କ ପାଖକୁ ଯିବି। ସେଇ ଭୂତୁଣୀକୁ ସୋନରାମ କହିଲା, ଠିକ୍ ଅଛି, ମୁଁ ଟିକେ ଏଇ ପାଖରୁ ଆସୁଛି, ଦେଲେ ମୁଁ ତମ ସହିତ ତମ ବଙ୍ଗଳାକୁ ଯିବି। ସୋନରାମ ଶୀଘ୍ର ଯାଇ ତା ଗାଁରେ ଥିବା ବାବା ପାଖକୁ ଗଲା ଆଉ ବାବାଙ୍କୁ ଯାଇ ସବୁ ସତ କଥା କହିଲା। ବାବା କହିଲେ, ଦେଖ ପୁଅ, ତୁ ଏଇ ଔଷଧ ନେଇ ଭୂତୁଣୀ ଉପରକୁ ଫିଙ୍ଗି ଦେବୁ। ଯେତେବେଳେ ଭୂତୁଣୀ ତତେ ଇଞ୍ଜେକ୍ସନ ଦେଉଥିବ, ଏଇ ଔଷଧ ତା ଉପରକୁ ଫିଙ୍ଗି ଦେବୁ। ଦେଖିବୁ ଭୂତୁଣୀ ସେଠାରେ ଭସ୍ମ ହୋଇଯିବ। ସବୁଦିନ ପାଇଁ ଏ ଗ୍ରାମରୁ ଭୂତୁଣୀର ଡର ଚାଲିଯିବ। ତାପରେ ସୋନରାମ ସେ ଝିଅ ପାଖକୁ ଗଲା ଆଉ ତା ସହିତ ସେଇ ବଙ୍ଗଳାକୁ ଗଲା। ତାପରେ ସେ ଭୂତୁଣୀ ସେ ବଙ୍ଗଳା ଭିତରକୁ ଚାଲିଗଲା ଆଉ ସୋନରାମ ମଧ୍ୟ ତା ପଛେ ପଛେ ଗଲା। ସେହି ସମୟରେ ନାଟୁରାମ ଆସିଲା। ଆରେ ଭାଇ ସୋନରାମ, ଏ ବଙ୍ଗଳା ଭିତରକୁ ତମେ ଯାଅ ନାହିଁ। କ'ଣ ପାଇଁ? ନାଟୁରାମ କହିଲା, ଏଇ ବଙ୍ଗଳା ଭିତରେ ଯିଏ ଯାଇଛି, ଏଇ ଝିଅଟି ଭୂତୁଣୀର ରୂପ ନେଇ ଇଞ୍ଜେକ୍ସନ ଦେଇ ସେମାନଙ୍କୁ ମାରି ଦେଇଛି। ସୋନରାମ କହିଲା, ମୁଁ ଜାଣିଛି, ସେଥିପାଇଁ ତ ମୁଁ ଆସିଛି। ଏହା କହି ସୋନରାମ ବଙ୍ଗଳା ଭିତରକୁ ଚାଲିଗଲା ଆଉ ଭିତରେ ଯାଇ ଦେଖିଲା ଭୂତୁଣୀ ଗୋଟିଏ ଛିଡ଼ା ହୋଇଛି ଆଉ ତା ପାଖରେ ଇଞ୍ଜେକ୍ସନ ଅଛି। ତାପରେ ଭୂତୁଣୀ ସୋନରାମକୁ ଇଞ୍ଜେକ୍ସନ ଦେବା ପାଇଁ ରେଡି କଲା। ସୋନରାମକୁ ଯେତେବେଳେ ଭୂତୁଣୀ ଇଞ୍ଜେକ୍ସନ ଦେଉଥିଲା, ସେହି ସମୟରେ ସୋନରାମ ସେଇ ଔଷଧ, ଯେଉଁ ଔଷଧ ବାବା ସୋନରାମକୁ ଦେଇଥିଲେ, ସେଇ ଔଷଧ ଭୂତୁଣୀ ଉପରକୁ ପକାଇ ଦେଲା ଆଉ ଭୂତୁଣୀ ସେଇଟାରେ ଭସ୍ମ ହୋଇଗଲା ଆଉ ଭୂତୁଣୀ ସେଇଟାରେ ମରିଗଲା। ଗାଁ ଲୋକ ସୋନରାମକୁ ବହୁତ ପ୍ରଶଂସା କଲେ ଆଉ ସବୁଦିନ ପାଇଁ ଭୂତୁଣୀର ଡର ଚାଲିଗଲା।